ମୋ ନାଁ ମାଧବ ଚନ୍ଦ୍ର ଖଟୁଆ, ସମ୍ପାଦକ ଧାମନଗର ବ୍ଲକ ଯାଦବ ମହାସଭା। ସମାଜ ଯେଉଁ ଅବକ୍ଷମୁଖୀ ହୋଇଛି, ତେଣୁ ଆମର ଏଇ ବାର୍ତ୍ତା ସମାଜକୁ ଯେ ସମସ୍ତେ ବାପା ମାଆଙ୍କୁ ଅବହେଳା କରନ୍ତୁ ନାହିଁ, ସମସ୍ତେ ବାପା ମାଆଙ୍କୁ ଯଥୋଚିତ ସମ୍ମାନ ଦିଅନ୍ତୁ। ଆଉ ଏଥିପାଇଁ ଆମେ ପ୍ରତିବର୍ଷ ଫେବୃଆରୀ ମାସ 14 ତାରିଖ ଦିନ ଆମେ ମାତୃପିତୃ ପୂଜନ କାର୍ଯ୍ୟକ୍ରମ ବ୍ଲକର ବିଭିନ୍ନ ପଞ୍ଚାୟତରେ ବୁଲି ବୁଲିକି କରୁ। ଭାଲେଣ୍ଟାଇନ୍ସ ଡେ ଆମେ ତ ଜାଣିନୁ, ଏଇ 5-7 ବର୍ଷ ହେଲା ଯୁବପିଢ଼ି ଆରମ୍ଭ କରିଛନ୍ତି। ତେଣୁ ଆମେ ଯୁବପିଢ଼ିକି ବୁଝାଉଛୁ ଯେ ଭାରତୀୟ ସଂସ୍କୃତି ହେଲା ସବୁଠାରୁ ମହାନ। ତେଣୁ ଭାରତୀୟ ସଂସ୍କୃତିକୁ ଆପଣାନ୍ତୁ ଏବଂ ସମସ୍ତେ ଆମେ ଯାହାଠାରୁ ସୃଷ୍ଟି ତାଙ୍କୁ ଆମେ ବାପା ମାଆଙ୍କୁ କେହି ହତାଦର କରନ୍ତୁ ନାହିଁ। ତେଣୁ ଏ ପାଶ୍ଚାତ୍ୟ ସଭ୍ୟତାକୁ ସମସ୍ତେ ଭୁଲି ଯାଆନ୍ତୁ। ଛାୟାକାନ୍ତ ପୁଣ୍ଟିଆ, ଧାମନଗର ଯାଦବ ସଂଘ କୋଠାରର କୋଷାଧ୍ୟକ୍ଷ। ଆଜିର ଦିନ ଆମ ଯାଦବ ସମାଜ ପାଇଁ ଏକ ସୁନ୍ଦର ଦିନ। ଆମେ ଏ ଦିନକୁ ଅତି ଆପଣାର ଭାବରେ ଆମେ ବହୁତ ଆଡ଼ମ୍ବର ସହିତ ପାଳନ କରିଥାଉ। ଆଜି ଯେତେ ଲୋକ ଏଠି ଏକତ୍ରିତ ହୋଇଛନ୍ତି, ସମସ୍ତଙ୍କ ମନରେ ଗୋଟିଏ ଆଶା, ଗୋଟିଏ ଭରସା, ଯେଉଁଟା ପାଶ୍ଚାତ୍ୟ ଆମର ଆଜିକା ଦିନରେ ଭାଲେଣ୍ଟାଇନ୍ ଡେକୁ ସମସ୍ତେ ଅଧିକ ଗୁରୁତ୍ୱ ଦେଉଛନ୍ତି। ସମସ୍ତେ ସେଇ ଦିନଟାକୁ ମୌଜ ମଜଲିସରେ ରହୁଛନ୍ତି, କିନ୍ତୁ ତାର ବିପରୀତ ଦିଗ ଆଡ଼କୁ ଯାଉଛି ଆମର ଯାଦବ ମହାସଂଘର ଆମର ସମସ୍ତ ସଦସ୍ୟମାନେ। ଏହାର ମୁଖ୍ୟ କାରଣ ଏଇଥିପାଇଁ ଆମେ ଚାହୁଁଛୁ ଆଜିର ଦିନରେ ସମସ୍ତ ଯୁବବର୍ଗ ମାନେ ଭାଲେଣ୍ଟାଇନ୍ ଡେକୁ ପାଳନ ନ କରି ଆଜି ଆସନ୍ତୁ ପିତୃ ଦିବସ ପାଳନ କରନ୍ତୁ। କାହିଁକିନା ଆଜିକା ଦିନରେ ବାପା ମାଆଙ୍କୁ ଛାଡ଼ିଦେଲେ ଦୁନିଆରେ କିଛି ନାହିଁ। ସେ ହିଁ ପ୍ରକୃତ ପ୍ରେମ, ତାଙ୍କରି ଭଲ ପାଇବାରେ ହିଁ ଆଜି ଆମେ ଏତେ ବଡ଼ ହେଇଛନ୍ତି, ଏ ଦୁନିଆକୁ ଆସିଛନ୍ତି। ତାଙ୍କୁ ଛାଡ଼ିଦେଲେ ଆମେ ଆଉ ଦୁନିଆରେ କାହାରିକି ଜାଣିନାହୁଁ। ବାସ୍ ଏଇ ଦିନ ପାଇଁ ଆମେ ସ୍ମରଣୀୟ କରିବା ପାଇଁ ଆମେ ଏଇ ଦିନଟାକୁ ପାଳନ କରି ଆସୁଛୁ। ମୁଁ ଶ୍ରୀ ବିଶ୍ୱନାଥ ବେହେରା, ଯାଦବ ସଭା ସଂଘର ଦୋବଲ ଜୋନର ସଭାପତି। ଆମର ସଂସ୍କୃତି ବର୍ତ୍ତମାନ ଏଇକ୍ଷଣି ପାଶ୍ଚାତ୍ୟ ଶିକ୍ଷାରେ ପଡ଼ି ଅପସଂସ୍କୃତିକୁ ଆଦରି ନେଇଛି। ତାଙ୍କୁ ଉଚିତ ମାର୍ଗକୁ ଆଣିବା ପାଇଁ ପିତୃମାତୃ ପୂଜନ କାର୍ଯ୍ୟକ୍ରମ ଆମର ଅନେକ ଦିନ ହେଲା ଚାଲି ଆସୁଛି। ବିଭିନ୍ନ ଅଞ୍ଚଳରେ ଏହା କାର୍ଯ୍ୟକାରୀ କରାଯାଉଛି। ଏହା ଆମ ଭାରତୀୟ ସଂସ୍କୃତି ନୁହେଁ। ଆଜି ଯେଉଁ ଛାତ୍ରଛାତ୍ରୀ ବା ଯୁବପିଢ଼ିମାନେ ଗ୍ରହଣ କରିଛନ୍ତି ଭାଲେଣ୍ଟାଇନ୍ ଡେ, ଏଟା ଆମ ଭାରତୀୟ ସଂସ୍କୃତି ଭିତରେ ନୁହେଁ, ଏଟା ପାଶ୍ଚାତ୍ୟ ଶିକ୍ଷାରୁ ଆସିଛି। ତେଣୁ ଆମେ ତାକୁ ସମ୍ପୂର୍ଣ୍ଣ ଭାବରେ ବିରୋଧ କରୁଛୁ।